ତେବେ ବଡ କଥା ହେଉଛି ଯେ ଯୋଉ କଥା ମୁଁ ଆଗରୁ ସୂଚନା ଦେଉଥିଲି ଯେ ଫକୀର ମୋହନଙ୍କର ଯୋଉ ପ୍ରଶାସନିକ ଜୀବନ, ସେ ପ୍ରଶାସନିକ ଜୀବନ କେବେ ଆରମ୍ଭ ହେଇଛି? ସେଟା 1871 ନଭେମ୍ବର ଡିସେମ୍ବର ନା 1872 ଜାନୁଆରୀ, ତାକୁ ନେଇକରି ଏ ପର୍ଯ୍ୟନ୍ତ ମଧ୍ୟ ଦ୍ୱନ୍ଦ୍ୱ ରହିଛି। ତେବେ ମୋଟାମୋଟି ଭାବରେ ସେ ତାଙ୍କର ପ୍ରଶାସନିକ ଜୀବନ ଯେଉଁ ଯେଉଁ ଜାଗାରେ କଟିଥିଲା ତାହା ହଉଛି ନୀଳଗିରି, ତାପରେ ଡୋମପଡା, ତାପରେ ଢେଙ୍କାନାଳ, ତାପରେ ଦଶପଲ୍ଲା, ତାପରେ ପାଲଲହଡ଼ା, ତାପରେ କେନ୍ଦୁଝର, ପୁଣି କେନ୍ଦୁଝର ପରେ ପ୍ରାୟ 2 ବର୍ଷ ପାଇଁ 94 ରୁ 96 ପର୍ଯ୍ୟନ୍ତ 1894 ପର୍ଯ୍ୟନ୍ତ ପୁଣି ଡୋମପଡା ଆସିଥିଲେ ଏବଂ 1899 ମସିହାରେ 9 ମାସ ପାଇଁ ସେ କେନ୍ଦ୍ରାପଡା ଯାଇଥିଲେ। କେନ୍ଦ୍ରାପଡାରେ ଯାଇକିରି 9 ମାସ ରହିଥିଲେ ଏବଂ ସେଠି ଯେହେତୁ ସେ କିଛି କରିପାରିଲେ ନାହିଁ, କାରଣ ରାଜା ଯିଏ ଥିଲେ, ଯେ ଜମିଦାର ଯିଏ ଥିଲେ, ସେ ଏତେ ଧର୍ମପରାୟଣ ବ୍ୟକ୍ତି ଥିଲେ, ସେ ବୈଷ୍ଣବ ଭାବାପନ୍ନ ବ୍ୟକ୍ତି ଥିଲେ ଏବଂ ଧର୍ମପରାୟଣ ବ୍ୟକ୍ତି ଥିଲେ। ସେ ମାନେ ଦାନ ଖୈରାତରେ ବହୁତ ପଇସା ଖର୍ଚ୍ଚ କରୁଥିଲେ, ଅତିଥି ଅଭ୍ୟାଗତ ପାଇଁ ବହୁତ ପଇସା ଖର୍ଚ୍ଚ କରୁଥିଲେ, ଯାହା ଦ୍ୱାରା ସେ ବହୁତ କରଜ ମଧ୍ୟ କରି ଯାଇଥିଲେ। ଫକୀରମୋହନ ଚେଷ୍ଟା କରିଥିଲେ ଯେ ସେଇ ଜିନିଷ ଗୋଟେ କମେଇବା ପାଇଁ, କିନ୍ତୁ ସେ ଏତେ ଧାର୍ମିକ ବ୍ୟକ୍ତି ଥିଲେ, ଫକୀରମୋହନ କଥା ସେ ଶୁଣିଲେ ନାହିଁ, ସେଇଭଳି ଦାନ ଖୈରାତ ଥିଲା। ଏବଂ ଫକୀରମୋହନ ଭାବିଲେ ଯେ ପ୍ରକୃତରେ ମୁଁ ଯଦି ଏଠି ରୁହେ, ଯୋଉଭଳି ଭାବରେ ଦାନ ଖୈରାତ ଚାଲିଛି, କିଛି ଦିନ ପରେ ନିଶ୍ଚିତ ଭାବରେ ଏ ଜମିଦାର ଦେବାଳିଆ ହେଇଯିବେ ଏବଂ ଦୋଷ ହୁଏତ ମୋ ପାଖକୁ ଆସିପାରେ। ତେଣୁ ସେଥିପାଇଁ ସେ ସେଠି ଆଉ ରହିଲେ ନାହିଁ, ପଳେଇ ଆସିଲେ। ମୋଟାମୋଟି ଭାବରେ ଏଇ ଜାଗାରେ ଫକୀରମୋହନ ତାଙ୍କର ପ୍ରଶାସନିକ ଜୀବନ କଟେଇଛନ୍ତି। ଏବଂ ଆମେ ଜାଣିଛୁ ଫକୀରମୋହନ ପ୍ରଶାସନିକ ଜୀବନକୁ ଆସିବା ପୂର୍ବରୁ ଶିକ୍ଷକ ଭାବରେ ବେଶ ସୁଖ୍ୟାତି ଅର୍ଜନ କରିସାରିଥିଲେ। ଏବଂ ବଡ କଥା ହେଉଛି ଯୋଉ କଥା ଅସିତ କହୁଥିଲେ ଯେ ଫକୀରମୋହନଙ୍କ ଜୀବନ ଏତେ ବୈଚିତ୍ର୍ୟମୟ, ତାଙ୍କ ଜୀବନର କୌଣସି ଦିଗକୁ ଆମେ ଯଦି ଅବହେଳା କରିଦବା ତାହେଲେ ତାଙ୍କ ସାହିତ୍ୟକୁ ମଧ୍ୟ ଆମେ ବୁଝିପାରିବା ନାହିଁ। ଅର୍ଥାତ୍ ତାଙ୍କର ବ୍ୟକ୍ତିଗତ ଜୀବନ, ତାଙ୍କର ସାମାଜିକ ଜୀବନ, ତାଙ୍କର ପ୍ରଶାସନିକ ଜୀବନ, ତାଙ୍କର ଅନ୍ୟାନ୍ୟ ଜୀବନ ଏବଂ ସାହିତ୍ୟିକ ଜୀବନ ଏ ପରସ୍ପର ଓତପ୍ରୋତ ଭାବରେ ଜଡିତ। ତେଣୁ ଗୋଟିଏକୁ ଛାଡି ଆଉ ଗୋଟିଏକୁ ଆମେ ଆଲୋଚନା କରିପାରିବା ନାହିଁ। ତେଣୁ ଫକୀରମୋହନ ସାମଗ୍ରିକ ଭାବରେ ଯେତେବେଳେ ଫକୀରମୋହନଙ୍କ ପ୍ରଶାସନିକ ଜୀବନକୁ ଆମେ ଆଲୋଚନା କରିବା, ସେତେବେଳେ ତାଙ୍କ ସାହିତ୍ୟ ଜୀବନ ଆପେ ଆପେ ପଳେଇ ଆସିବ ବା ତାଙ୍କ ଜୀବନର ଅନ୍ୟାନ୍ୟ ଦିଗ ମଧ୍ୟ ଆପେ ଆପେ ପଳେଇ ଆସିବ। ତେଣୁ ଯେହେତୁ ଆମ ପାଇଁ ସମୟ ନିର୍ଦ୍ଦିଷ୍ଟ ସମୟରେ ଫକୀରମୋହନ ଅନେକ ଜିନିଷ ନିର୍ବାହ କରିଛନ୍ତି। ସେ ପ୍ରଥମ ପ୍ରାବନ୍ଧିକ ମଧ୍ୟ ପ୍ରାବନ୍ଧିକ, ଯଦିଓ ଆମେ ଏ ପର୍ଯ୍ୟନ୍ତ ରାଧାକାନ୍ତ ରାୟଙ୍କୁ ପ୍ରଥମ ପ୍ରାବନ୍ଧିକ ଭାବରେ ଗ୍ରହଣ କରି ଆସିଛୁ, କିନ୍ତୁ ମନ୍ଦିରରେ କୁଚିତ ମୂର୍ତ୍ତି ହେଉଛି ତାଙ୍କ ପ୍ରଥମ ପ୍ରବନ୍ଧ, ଯୋଉଟା 4 ମାସ ପରେ ରଘୁନାଥଙ୍କର ବିବିଧି ପ୍ରକାଶ ପାଉଛି। ଯାହା ହଉ ତାଙ୍କେ, ତେଣୁ ଅନେକ କ୍ଷେତ୍ରରେ ଫକୀରମୋହନ ହଉଛନ୍ତି ପ୍ରଥମ। ଏପରିକି ମଧ୍ୟ କବିତାରେ ଯଦି ପ୍ରଥମେ କେହି ପରୀକ୍ଷା ନିରୀକ୍ଷା କରିଥାନ୍ତି ଓଡିଶାରେ, ସେ ହଉଛନ୍ତି ଫକୀରମୋହନ ସେନାପତି। ଅଥଚ ଆମେ ସେଇ ଜିନିଷ ଗୁଡିକୁ ବେଶୀ ଗୁରୁତ୍ୱ ଦେଇନାହୁଁ। ଅବଶ୍ୟ ସେ ସମୟରେ କିଛି ଘଟଣା ଘଟିଛି ଯାହା ସହିତ ତାଙ୍କର ଏଇ ସାହିତ୍ୟ ଓତପ୍ରୋତ ଭାବରେ ଜଡିତ। ତେଣୁ ସେ ସମୟର କିଛି ବାତାବରଣର ଶିକାର ମଧ୍ୟ ଫକୀରମୋହନ ହେଇଛନ୍ତି, ତାହା ଅନ୍ୟ ଏକ ଆଲୋଚନାକୁ ଅପେକ୍ଷା ରଖେ। ତେବେ ଶିକ୍ଷକ ଜୀବନରେ ସେ ମୁଖ୍ୟତଃ ଛାତ୍ର ମାନଙ୍କ ସମ୍ପର୍କରେ ଆସୁଥିଲେ, ପତ୍ରିକା ସମ୍ପାଦନା ମଧ୍ୟ କରିଥିଲେ, କିଛି କିଛି ଲୋକଙ୍କୁ ସଂସ୍ପର୍ଶ ଆସିଥିଲେ, ସାମାଜିକ ଜୀବନକୁ ବୁଝିଥିଲେ। ମୋଟାମୋଟି ଭାବରେ ଓଡିଶାକୁ କିଛି ପରିମାଣରେ ଚିହ୍ନିବାର ଗୋଟେ ସୁଯୋଗ ସେ ପାଇଥିଲେ। କିନ୍ତୁ ଯେତେବେଳେ ପ୍ରଶାସନିକ ଜୀବନକୁ ସେ ଯାଉଛନ୍ତି, ପ୍ରାୟ ଓଡିଶାର ବହୁ ଜାଗାକୁ ସେ ଯାଉଛନ୍ତି ଏବଂ ମୋଗଲବନ୍ଦୀ ଠାରୁ ଆରମ୍ଭ କରି ଅନ୍ୟ ଜାଗା ପର୍ଯ୍ୟନ୍ତ ସବୁ ଜାଗାକୁ ସେ ଯାଉଛନ୍ତି ଏବଂ ସେଠି ଯାଇ ବିଶେଷ ଭାବରେ ବହୁ ଅନୁଭୂତି ସେ ଆହରଣ କରୁଛନ୍ତି। ଏବଂ ଏଇ ପ୍ରଶାସନିକ ଜୀବନର ଅନୁଭୂତି ଯଦିଓ ତା ପୂର୍ବରୁ ସେ କବିତା ବହୁ ଭାବରେ ରଚନା କରିଛନ୍ତି, କିଛି ପ୍ରବନ୍ଧ ମଧ୍ୟ ରଚନା କରିଛନ୍ତି, କିଛି ପ୍ରସ୍ତାବ ମଧ୍ୟ ଲେଖିଛନ୍ତି, କିଛି ଛୋଟ ଛୋଟ ହାସ୍ୟର
ମଧ୍ୟ ସେ ଲେଖିଛନ୍ତି, ପ୍ରଥମରୁ ତ ସେ ଗୀତିନାଟ୍ୟ ମଧ୍ୟ ଲେଖିଛନ୍ତି। କିନ୍ତୁ ଏଇ ଯୋଉ ଅନୁଭୂତି ପାଇଲେ ଗୋଟେ ବିରାଟ ପରିସର ଭିତରେ ବୁଲିବାର, ଲୋକଙ୍କୁ ବୁଝିବାର, ଲୋକଙ୍କ ସମ୍ପର୍କରେ ଆସିବାର, ସେମାନଙ୍କୁ ଜାଣିବାର ଯୋଉ ସୁଯୋଗ ପାଇଲେ, ତାହା ହିଁ ପରବର୍ତ୍ତୀ ସମୟରେ ତାଙ୍କ ସାହିତ୍ୟର ଦିଗ୍ବଳୟକୁ ବହୁ ବିଭିନ୍ନ ରଙ୍ଗରେ ରଙ୍ଗାୟିତ କରିଛି। ତେଣୁ ତାଙ୍କର କର୍ମମୟ ଜୀବନ ଯଦି ଗ୍ରହଣ କରିବା, ଯଦି ତାଙ୍କର କର୍ମମୟ ଜୀବନ ତ ଅଧାଲିଶିଲି କାମରେ ହେଇଛି ବା ଅନ୍ୟାନ୍ୟ କାମରେ ମଧ୍ୟ ହେଇଛି, କିନ୍ତୁ ତାଙ୍କର ପ୍ରକୃତରେ ଯୋଉଥିପାଇଁ ଫକୀରମୋହନ ବିଶେଷ ଭାବରେ ଗୁରୁତ୍ୱପୂର୍ଣ୍ଣ ମନେ ହୁଅନ୍ତି ତାଙ୍କର କର୍ମ ଜୀବନ, ତାହା ହଉଛି ତାଙ୍କର ପ୍ରଶାସନିକ ଜୀବନ। ଏବଂ ଆମେ ଜାଣିଛୁ ଯେ 1871 ନଭେମ୍ବର ଡିସେମ୍ବର ହଉ କିମ୍ବା 1872 ଜାନୁଆରୀ ହଉ, ଏଇଟା କାହିଁକି ମୁଁ କହୁଛି ନା, ଆମେ ଜାଣିଛୁ ଯେ ଫକୀରମୋହନ ମାନେ ନୀଳଗିରିର ଦେବାନ ହବା ପୂର୍ବରୁ ମ୍ୟୁନିସିପାଲିଟି ଯୋଉ ଟ୍ୟାକ୍ସ ଥିଲା, ସେ ଟ୍ୟାକ୍ସକୁ ନେଇ ସରକାରଙ୍କ ସହିତ ତାଙ୍କର ଗୋଟେ ମତ ବିରୋଧ ହେଇଥିଲା ଏବଂ ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ କରି କଲେକ୍ଟର ଜନ୍ ବିମ୍ସ ଫକୀରମୋହନକୁ ମଧ୍ୟ ଗୋଟେ ଚିଠି ଦେଇଥିଲେ ଏବଂ ଫକୀରମୋହନ ମଧ୍ୟ ତାଙ୍କୁ ମଧ୍ୟ ଗୋଟେ ଖୋଲା ଚିଠି ମଧ୍ୟ ଦେଇଥିଲେ। ଏବଂ ଏହି ସମୟରେ ବାଲେଶ୍ୱରରେ ବଙ୍ଗାଳୀ ଏବଂ ଓଡିଆ ମାନଙ୍କ ଭିତରେ ଯୋଉ ତୀବ୍ର ଗୋଷ୍ଠୀ ବିବାଦ ଆରମ୍ଭ ହେଇଥିଲା, ସେ ବିବାଦକୁ ପ୍ରଶମିତ କରିବା ପାଇଁ ପ୍ରଶାସନ ମଧ୍ୟ ଉଦ୍ୟମ କରୁଛି। ଏବଂ ନୀଳଗିରିର ଯେ ଦେବାନ ଥିଲେ ତାଙ୍କ ପୂର୍ବରୁ ଦାମୋଦର ମହାପାତ୍ର, ତେଣୁ ସରକାରଙ୍କ ନିର୍ଦ୍ଦେଶରେ ତାଙ୍କୁ ଯେତେବେଳେ କାର୍ଯ୍ୟଚ୍ୟୁତ କରାଯାଉଛି, ସେତେବେଳେ ନୀଳଗିରିର ଦେବାନ ପଦବୀ ଲାଗି ସେତେବେଳେ ମାନେ ପ୍ରାର୍ଥୀ ଖୋଜା ଯାଉଛି। ସେଇ ସମୟରେ ଫକୀରମୋହନଙ୍କୁ ବାଲେଶ୍ୱର ମାନେ ଫକୀରମୋହନକୁ ସେଠି ଗୋଟେ ସୁଯୋଗ ମିଳୁଛି। ଏବଂ ତା ପୂର୍ବରୁ ମଧ୍ୟ ବାଲେଶ୍ୱର ଚୌକିଦାରୀ ଟ୍ୟାକ୍ସ କମିଟିର ଅନ୍ୟତମ କମିଶନର ରୂପେ କଲେକ୍ଟର ବିମ୍ସଙ୍କ ଦ୍ୱାରା ମଧ୍ୟ ସେ ମନୋନୀତ ହେଇଛନ୍ତି। ଏବଂ ବିଭିନ୍ନ ସେ ସମୟ ଯୋଉ ମାନେ ଶିକ୍ଷାନୀତି ଥିଲା, ଯୋଉ କାମଲେଙ୍କ ନୂତନ ଶିକ୍ଷାନୀତି, ଯୋଉ ବାଲେଶ୍ୱର ଯୋଉ ଶିକ୍ଷା କମିଟି ଗଠନ କରାଯାଇଥିଲା, ସେଥିରେ ମଧ୍ୟ ଫକୀରମୋହନ ଗୋଟିଏ ସଭ୍ୟ ରୂପେ ମନୋନୀତ ହେଇଥିଲେ। ପରେ ମଧ୍ୟ ତାଙ୍କ ନାଁ ଗେଜେଟରେ ପ୍ରକାଶିତ ହେଇଛି। ଏବଂ ଯାହା ହଉ ପରବର୍ତ୍ତୀ ସମୟରେ ଫକୀରମୋହନ ଯେତେବେଳେ ମାନେ ଦାୟିତ୍ୱ ନେଉଛନ୍ତି, ପ୍ରାୟ ମାନେ ରେଭେନ୍ସାଙ୍କ ଦ୍ୱାରା ସେ ନିଯୁକ୍ତି ପାଉଛନ୍ତି। ନୀଳଗିରିର ରାଜା ସେତେବେଳେ ଥିଲେ କୃଷ୍ଣଚନ୍ଦ୍ର ମର୍ଦ୍ଦନାଥ ହରିଚନ୍ଦ୍ର ଏବଂ ତାଙ୍କୁ 100 ଟଙ୍କା ଦରମାରେ ସେତେବେଳେ ନୀଳଗିରିର ଦେବାନ ଭାବରେ ତାଙ୍କୁ ନିଯୁକ୍ତି ଦିଆଯାଇଛି। ଏବଂ କେହି କୁହନ୍ତି ଯେ ଡିସେମ୍ବର ମାସ ଶେଷ ବେଳକୁ ଯେତେବେଳେ ନୀଳଗିରି ରାଜା ଏବଂ ପରିବାର ବର୍ଗ ବୁଲି ଯାଇଥିଲେ, ଫକୀରମୋହନ ତାଙ୍କ ସାଙ୍ଗରେ ଯାଇଥିଲେ। ଯାହା ହଉ ନା କାହିଁକି ମାନେ ଫକୀରମୋହନ ଏଇ ସମୟରେ ନୀଳଗିରିରେ ଯାହା କରିଥିଲେ ବା ନୀଳଗିରିର ଦେବାନ ଭାବରେ ସେ ଯୋଉ କାମ କରିଥିଲେ, ସେତେବେଳେ ଯୋଉ କଲେକ୍ଟର ଜନ୍ ବିମ୍ସ ଥିଲେ ତାଙ୍କୁ ସେ ଉଚ୍ଚ ପ୍ରଶଂସା ମଧ୍ୟ କରିଛନ୍ତି। ଏବଂ ନୀଳଗିରିରେ ସଡ଼କ ନିର୍ମାଣ ହେଲା, ହାଟ ବସେଇବା ହେଲା, ଏମିତି ଅନେକ ଲୋକହିତ କାର୍ଯ୍ୟ କରିଛନ୍ତି ସେ, ଏବଂ ଲୋକମାନଙ୍କର ମଧ୍ୟ ସେ ପ୍ରିୟ ଭାଜନ ମଧ୍ୟ ହେଇଛନ୍ତି। ଏବଂ ଆଉ ଗୋଟେ କଥା ଏଇ ସମୟ ଘଟୁଛି ଯେ ନୀଳଗିରିର ରାଜକୁମାର ମାନଙ୍କୁ ଶିକ୍ଷା ପ୍ରଦାନ ପାଇଁ ଫକୀରମୋହନ ଚେଷ୍ଟା କରୁଛନ୍ତି। କାରଣ ନୀଳଗିରି ଯେ ରାଜକୁମାର ଥିଲେ, ସେମାନେ ଆଦୌ ପାଠଶାଠ ପଢିବା ପାଇଁ ଇଚ୍ଛା ପ୍ରକାଶ କରୁନଥିଲେ ଏବଂ ସେ ଆଉ ଗୋଟେ ମାନେ କାର୍ଯ୍ୟ କରିବାକୁ ଯାଇଛନ୍ତି, ଯୋଉଥିପାଇଁ ସେ ନିଜେ ବିପଦରେ ମଧ୍ୟ ପଡିଛନ୍ତି ଏବଂ ଯୋଉଥିପାଇଁ ଖାଲି ସମାଲୋଚନା ହେଇନାହାନ୍ତି, ପରବର୍ତ୍ତୀ ସମୟରେ କେବଳ ଅସୁବିଧାର ସମ୍ମୁଖୀନ ହେଇଛନ୍ତି। ସେଠି ସେ ବ୍ରାହ୍ମଣ ମାନଙ୍କର ଶିକ୍ଷାଦାନ ପାଇଁ ସେ ଗୋଟେ ଟୁର ସ୍ଥାପନା କରିଥିଲେ ଏବଂ ଗାଁ ଗହଳିରେ ଯୋଉ ଶାସନ ବ୍ରାହ୍ମଣ ଅଛନ୍ତି, ତାଙ୍କରି ପିଲାମାନଙ୍କର ଭରଣ ପୋଷଣ ଉଦ୍ଦେଶ୍ୟରେ ସେ ଏଇ ଟୋଲ ବ୍ୟବସ୍ଥା କରିଥିଲେ ଏବଂ ଏଇ ବ୍ୟବସ୍ଥାକୁ ଚଳେଇ ରଖିବା ପାଇଁ ସେ ବ୍ରହ୍ମୋତ୍ତର ଜମି ଉପରେ କିଛି କର ଧାର୍ଯ୍ୟ କରିଥିଲେ। ଏବଂ ତାପରେ ରାଜକୋଷର ଯୋଉ ବୃଦ୍ଧି ପାଇଁ ପଥର ଖଣିର ମାଲଦାରୀ ଅଧିକ ଟଙ୍କାରେ ନିଲାମ କରିବା ଏବଂ ସେତେବେଳେ ଅନେକ ମିଶ୍ର ବୋଲି ଜଣେ ମାଲଦାର ଥିଲେ ଏବଂ ତାଙ୍କର ଯୋଉ ପଥର କଟାଳି ଯେ ଥିଲେ, ସେ ଶିବମଠରେ ଯୋଉ ପଥର କଟାଳି ଥିଲେ ତାଙ୍କ ଉପରେ ସେ ଖୁବ ଅତ୍ୟାଚାର କରୁଥିଲେ ଏବଂ ତାକୁ ଫକୀରମୋହନ ବିରୋଧ ମଧ୍ୟ କରୁଥିଲେ ହେଲା। କିନ୍ତୁ କେତେବେଳେ କେହି
ଯେ ଫକୀର ମୋହନଙ୍କର ସେଥିପ୍ରତି ସମର୍ଥନ ଥିଲା ବୋଲି ଯାଉ। ଏବଂ ଏଇ ସମୟରେ କଣ ହେଇଛି ନା ଅନ୍ୟ ପଥର କଟାକୁ ପ୍ରତିରୋଧ କରିବାରୁ ନୀଳଗିରିରେ ଜାନୁଆରୀ ମାସରୁ ପ୍ରାୟ ମାନେ 1875 ଜାନୁଆରୀ ମାସ ବେଳକୁ ପ୍ରାୟ ପ୍ରଜାମେଳି ଆରମ୍ଭ ହେଉଛି ଏବଂ ଏଇ ମେଳି ସହିତ ଅମଲା ମାନଙ୍କର ସମ୍ପୃକ୍ତ ରହିଛି। ପ୍ରାୟ ଏପ୍ରିଲ ମାସ ବେଳକୁ ରେଭେନ୍ସାଙ୍କ ନୀଳଗିରି ଗସ୍ତ ହେଇଛି ଏବଂ ମେଳି ଭାଙ୍ଗିବା ପାଇଁ କିଛି ସମାଧାନ ସୂତ୍ର ନିର୍ଣ୍ଣୟ ପାଇଁ ସେ ଚେଷ୍ଟା କରିଛନ୍ତି ଏବଂ ପ୍ରଜା ବିଦ୍ରୋହ ସାମୟିକ ଭାବରେ ପ୍ରଶମିତ ହେଇଛି। ଏବଂ ଏଇ ଯୋଉ ମାନେ ହରିନାଥ ବୋଲି ଜଣେ ବ୍ୟକ୍ତି ଥିଲେ ସେଠି, ତାଙ୍କ ନେତୃତ୍ୱରେ ନୀଳଗିରିରେ ଦ୍ୱିତୀୟ ଥର ପୁଣି ମେଳି ଆରମ୍ଭ ହେଇଛି ଏବଂ ଏଇ ମେଳିକୁ ରାଜା ସାହେବଙ୍କର ପରୋକ୍ଷ ପ୍ରୋତ୍ସାହନ ରହିଛି ଏବଂ ହରିନାୟକଙ୍କର ଦେଶ ମହାରାଜ ଉପାଧି ଧାରଣ କରି ଏଇ ସମୟରେ ଗୋଟେ ସମାନ୍ତରାଳ ଶାସନ ପ୍ରତିଷ୍ଠା କରିବାକୁ ଚାହିଁଛନ୍ତି ଏବଂ ବାଲେଶ୍ୱରରେ କଲେକ୍ଟର ନର୍ମାନ ସାହେବଙ୍କ ହସ୍ତକ୍ଷେପ ଆରମ୍ଭ ହେଇଛି ଏବଂ ହରିନାୟକ ପ୍ରମୁଖ ବିଦ୍ରୋହୀ ମାନେ ଗିରଫ ହୋଇଛନ୍ତି ଏବଂ ଜେଲ ଯାଇଛନ୍ତି, ଜୋରିମାନ ଦଣ୍ଡରେ ଦଣ୍ଡିତ ହେଇଛନ୍ତି। ଏବଂ ନୀଳଗିରି ରାଜା କୃଷ୍ଣଚନ୍ଦ୍ର ମର୍ଦ୍ଦରାଜ ଯୋଉ ହରିଚନ୍ଦନ ଥିଲେ ଏବଂ ଯୋଉ ତାଙ୍କ ସାନ ଭାଇ ଯିଏ ଥିଲେ ତାଙ୍କ ଭିତରେ ସେଇ ସମୟରେ ଉତ୍ତରାଧିକାରୀଙ୍କୁ ନେଇ ଉତ୍ତରାଧିକାରୀ ପାଇଁ ସେମାନଙ୍କ ଭିତରେ ଦ୍ୱନ୍ଦ୍ୱ ସୃଷ୍ଟି ହେଇଛି ଏବଂ ସେଇ ଦ୍ୱନ୍ଦ୍ୱରେ ଶୋଷିତ ହୋଇ ପଡିବା ଫଳରେ ରାଜାଙ୍କର ଫକୀରମୋହନ ପ୍ରତି ଗୋଟେ ପ୍ରତିଶୋଧ ମରା ପ୍ରାୟଣ ମନୋଭାବ ସୃଷ୍ଟି ହଉଛି ଏବଂ ପରୋକ୍ଷରେ ତଥା ଗୁପ୍ତରେ ପ୍ରଜା ବିପ୍ଳବକୁ ସେ ସମର୍ଥନ କରୁଛନ୍ତି।